श्रीमद्भागवत चतुर्थ स्कंद षड्विंशोऽध्याय। मैत्रेय उवाच। शुनि नारद महामुनि कहन्ति हरिभावगेनी। नारद उवाच। शुण प्राचीन नृपवर से पुरंजन से मंदिर रहिला स्त्री बसे भोगे अज्ञान मोहे अनुरागे। से एक दिने दंडधर मृगया अर्थे वन घोर उद्यम कला से राजन संगे दुर्जय भटमान रथ आरोही शीघ्र गति आरण्य प्रवेश नृपति। से पुरंजन दिव्य जान अति सुंदर निरूपण पंचतुरंग रथ वहे गमंती पंच मार्गे होए। से रथे अछि दुई चक्र तीनि ध्वजा जे अर्घ्य एक पंचवंदन जन रजु एक एक सारथी नीच एक दुईटी सुगंधर स्थान तहिरे वांच कथा जान। सातटी चर्म आवरण पांच प्रकारे गति जान। से हेम भूषणे शोभन सांजु पिंधई से राजन बसिले मनोज विमाने देखि शंकित रिपु गणे। अजय आयुध बांधिण भूपति अति हरषेण मन नामक सेनापति संगत करिण नृपति। छाड़िता प्रियवती नारी एकाले गला न विचारी असुर वृत्ति धरि राये कठिन हृदय निर्धये। नाही ता अनुग्रह चिते मृगया छळे विमोहिते। निशित बाणे से राजन बधुले वन पशुगण जे राज होए अपंडित करे दोषी जीव हत। जे प्राणी जीव मध्य करे से जोनि ମଧ୍ୟଟି ବିହରେ। ଏହା ନ ଜାଣି ନୃପବର ସେ ପଶୁ ମାଇଲା ଅପାର ବରାହ ଗୟଳ ଗବୟ ହରିଣ ଏମନ୍ତେ ଅନେକ ମାରିଣ। ମେଧ ପଶୁ ଯେତେ ଇତ୍ୟାଦି ଜୀବନ୍ତ ସଙ୍ଗତେ ଏମନ୍ତେ ନାନା ଜୀବ ମାରି ସେ ଧର୍ମ ପଥ ନ ବିଚାରି। ବନ ଭ୍ରମଣ ନୃପବର ବହୁତ ଶ୍ରମ ହେଲା ତାର। क्षुब्ध तृषा क्षुधा काले आत्मपीड़ित श्रम बले सत्वरे सदने प्रवेश स्नानादि भोजने सुवेश। सुकांति करन्ति शरीर अति आनंदे नृपवर सुगंध द्रव्य पुष्पमाला भूषण हेला महिपाल। विविध नाना आभरण स्वकर्म भोगे नृपराण। इच्छई स्वपत्नी संगत अनंग शरीरे पीड़ित प्रवेश अंतपुर जाई पत्नी विषय मध्य धाई मन धाई। सकल पुरे से राजन स्वपत्नी लोड़ी न उच्छन न पाई से नव युवती सखींकी चाही पचारंती। विषादे पुछई राजन शुण ए मोहर वचन मो प्राण मखिछंती काहे कही संतोष कर देई। से धर्मे आत्माटी मोहर अर्धेक न रहे शरीर सदने अछंती ना भले से सखी गण संग मेले। तुम्भे तांकर अनुचर कह कुशल ताहांकर एमंत बोली जे राजन अनन्य कहई वचन। शुण गो सखी गण मोर ए गृहाश्रमर व्यवहार पत्नी थिले न शोभंती ए राज संपत विभूति। जे गृहे नाही तात मात सुपुत्र सुत परिव्रत से गृहे पति धर्महीन मुख्यता नाही प्रयोजन। जसने चक्रहीन रथ बसिले सुख नोहे जात तेसने गृहिणी विहीने गृहस्थ न भोगे सदने। जेसने आत्महीन देखी ता गृह तेन्हे न शोभई
କହ ମୋ କାହିଁ ସୁଲକ୍ଷଣୀ, ସେ ମୋର ପ୍ରାଣ ଉଦ୍ଧାରିଣୀ। ତା ବିନୁ ନସ୍ପରଶ ଜ୍ଞାନ, କହି ଗୋରଖ ମୋ ଜୀବନ। ମୁଁ ଦୁଃଖ ସାଗରେ ବୁଡ଼ିଲେ, ଉଦ୍ଧରି ରଖ ପ୍ରାଣ ଭଲେ। ତା ଶୁଣି ସଭିଗଣ ଭୟେ, କହନ୍ତି ଶୁଣ ମହାରାଏ। ଆମ୍ଭେ ତ ନ ଜାଣୁ କି ପାଇଁ, ଭୂମିଶୟରେ ଛନ୍ତି ଶୋଇ। ଦେଖିଲେ ଜାଣ ମହାରାଏ, ଆମ୍ଭେ ନ ଜାଣୁ ଅଭିପ୍ରାଏ। ତକ୍ଷଣେ ସତ୍ୱର ରାଜନ, ରାଜଙ୍କୁ ରାଣୀଙ୍କୁ କଲା ଆଲିଙ୍ଗନ। ଭୂମିରୁ କୋଳରେ ବସାଇ, ଅନେକ ଚାଟୁ ବାକ୍ୟ କହି। ସେ ନାରୀ ଦୁଃଖ ବିମୋଚନେ, କହେ କାକୁସ୍ଥ ଭୟଚ୍ଛନ୍ନେ। ଓ ସଖୀ ମୁଁ ଯେ ଅପରାଧୀ, ତୋ ସଙ୍ଗ ତ୍ୟଜି ମୁଁ ଦୁର୍ବୁଦ୍ଧି। ମୃଗୟା ଛଳେ ବନେ ଗଲି, ଏଣୁ ଦୁଃଖିତ ତୋରି ହେଲି। ତୁ ରକ୍ଷା ନ କଲେ ସୁନ୍ଦରୀ, ମୋ ପ୍ରାଣ ନ ପାରିବି ଧରି। ପତି ବିନୟ ବାକ୍ୟ ଶୁଣି, ସେ ମାଗି ନତେ ଯେ ତରୁଣୀ। ଅନେକ ବିନୟେ ରାଜନ, ଚରଣେ ପଡ଼ିଲା ତକ୍ଷଣ। ଚରଣ ଧରି ତାର ରାଏ, ଅତି ବିଭ୍ରମ ଶୋକେ କହେ। ଓ ସଖୀ ତୋର ଚିନ୍ତା ଭୟେ, ମୋ ପ୍ରାଣ ନ ରହେ ଶରୀରେ। ବାକ୍ୟ ତୁ ହରି କରି କହ, ବିକଳ ହେଉଅଛି ଦେହ। ଓ ସ୍ଥିର ରତ୍ନ ଶିରୋମଣି, ମୋ କାମ ଦୁର୍ଗତି ତାରିଣୀ। ତୋ ବିନୁ ଅନ୍ୟ କେବା ମତେ, ଏ ଦୋଷ କ୍ଷମା କରିପାରେ। ଯେ ପୁଣ୍ୟବନ୍ତ ଭୃତ୍ୟଠାରେ, ଦୋଷେ ତଦନ୍ତି ପ୍ରଭୁ ତାରେ। ଦୋଷାନୁସାରେ ପାଏ ଦଣ୍ଡ, ତାପର ରାଧ ହୁଏ ଖଣ୍ଡ। ଯେ ସ୍ୱାମୀ ଭୃତ୍ୟ ନ ଦଣ୍ଡନ୍ତି, କପଟ ଭାବ ତାଙ୍କ ମତି। ଯେ ନିତ୍ୟେ ଭୟେ ଦୁଃଖା ଦେହେ, ତାର ସେ ଚିତ୍ତ କାହିଁ ରହେ। ସ୍ୱାମୀ ସେବକ ଯେବେ ବଣ୍ଟି, ଦିଅନ୍ତି ଅନୁଗ୍ରହେ ଖଣ୍ଡି। ତା ଯେବେ ଭୃତ୍ୟା ନ ବୁଝଇ, ସେ ମୂଢ଼ ଅଧମ ଅଟଇ। ତାହାର କାହିଁ ଜ୍ଞାନ କୁବୁଦ୍ଧି, ଚିତ୍ତ ବିଭ୍ରମେ ନିରବଧି। ଯେ ଶନେ ପିତୃ ଅଭିମାନେ, ବାଳକ ରୋଧଇ ଯେ ଶନେ। ସେ ପୁତ୍ର ଦୋଷ ନ ଧରନ୍ତି, ଶୁଣି ବାଳକ ଆଶ୍ୱାସନ୍ତି। ସେ ରୂପେ ମୋର ଅଭିମାନ, ଭୋ ସଖୀ କର ବିମୋଚନ। ମୁଁ ଯେ ତୁମ୍ଭର ନୃପପତି, ମୃଗୟା ଦୁଃଖେ ଶ୍ରମେ ଅତି। ହେ ବର ନାରୀ ଶୁଣ ଏବେ, ଧାତ ଅପରାଧିନୀ ଯେବେ। ପଳାଇ ଏତିନି ଭୁବନେ, ଯେବେ ପଶିବେ ଭୟେ ଛନେ। ତାରେ ଶରଣ ରଖେ କେବା, ତେ ବିନୁ ଅନ୍ୟ ସୁର ଦେବା। ଯେ ବିପ୍ର ବୈଷ୍ଣବର କୂଳେ, ଦଣ୍ଡନେ ଶକ୍ୟ ହେବା ବଳେ। ଏ ବିନେ ଅନ୍ୟ ସୁର ନର, ମୃଢ଼ ଜୀବନ ତାହାଙ୍କର। ଅପରେ ଚରଚୟ ଯେତେ, ସେ ସର୍ବ ଅଜ୍ଞାନେ ମୋହିତେ। ଏବେ ହୋ ତାପ ଚିନ୍ତା ଜନ, ତୋର କଟକ୍ଷରୁ ଦୂର କର। ଅନେକ ପ୍ରବୋଧ ବଚନ, କହିଣ ତୋଷିଲେ ରାଜନ। ସେ ନାରୀ ମାନ ଦୂର କଲା, ସନ୍ତୋଷେ ସତ୍ୱରେ ଉଠିଲା। ହେମନ୍ତ ଶୁଣ ହେ ବିଦୁର, ସେ ପୁରଞ୍ଜନ ନୃପବର। ତା ବଶେ ହୋଇ ନ ଆୟତ, ବିଭ୍ରମ ହେଲା ତାର ଚିତ୍ତ। ଏ ସର୍ବ ଅନୁଭବ ବାଣୀ, ନାରଦ ନୃପରେ ବଖାଣି। କହିଲା ବିପ୍ର ଜଗନ୍ନାଥ, ଅମୃତ ଜ୍ଞାନ ମଧ୍ୟ ପଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣ ପରମହଂସ ସଂହିତାୟ ବୈଶିକ ଚତୁର୍ଥ ସ୍କନ୍ଧେ ପୁରଞ୍ଜନ ବିଷये ନାରଦ ନାମ ପ୍ରାଚୀନ ବହି ସମ୍ପାଦେ ନାମ ଷୋଡ଼ବିଂଶୋऽଧ୍ୟାୟः।